କାଳି ଝିଅ। ମନଛୁଆଁ କାହାଣୀ ଥରେ ନିଶ୍ଚୟ ଶୁଣନ୍ତୁ। କାଳିଆ କରୁଣାରୁ ବିବାହର 7 ବର୍ଷ ପରେ ମା ଗର୍ଭରୁ ସିଏ ଜନ୍ମ ହେଇଥିଲା। ବୋଧହୁଏ କାଳିଆର ଆଶିଷ ତା ଉପରେ ଟିକେ ଅଧିକ ହୋଇଯାଇଥିଲା। ସେଇଥିପାଇଁ କାଳିଆ ତାହାରି କଳାରୁ ଅସରାଏ କରୁଣା ରୂପେ ତା ଉପରେ ଢାଳି ଦେଇଥିଲା। ଆଉ ସେଇ କଳାରଙ୍ଗ ପାଇଁ ବାପା ମା ତା ନାଁ ଦେଇଥିଲେ କୃଷ୍ଣା। ହେଲେ ତା ରଙ୍ଗ ପାଇଁ କେବେ ତାର ଏ ସୁନ୍ଦରିଆ ନାଁଟା କାଳି ଡାକ ନାଁ ପଛରେ ଲୁଚିଗଲା କାହାରି ମନେ ନାହିଁ। ତା କଳା ରଙ୍ଗଟା ଧୀରେ ଧୀରେ ପାଲଟିଗଲା ତା ପାଇଁ ପରିଚୟ। ଏଇ ଯେପରି ଚିହ୍ନା ପରିଚିତ ଲୋକମାନେ କଥା ଛଳରେ କୁହନ୍ତି, ସେଇ ମୋ ସାହୁପଡ଼ାର ସେଇ କାଳି ଝିଅଟା। ସେ ଜାଣିବା ଦିନରୁ ଏଇ କାଳି ନାଁରେ ସିଏ ଆଖପାଖରେ ପରିଚିତ। କାଳିକୁ ଏହା ଭିତରେ 20 ପୁରି 21 ବର୍ଷ ହେଲାଣି। ଶରୀରରେ ତାର ଭରା ଯୌବନ ଲହଡ଼ି ଭାଙ୍ଗୁଛି। ବାପା ମା ମଧ୍ୟ ତା ବାହାଘର ପାଇଁ ଖୁବ୍ ବ୍ୟସ୍ତ। କାହିଁକି ନ ହେବେ? ଘରେ ବଢ଼ିଲା ଝିଅ ରହିଲେ କେହି ବାପା କ'ଣ ନିଶ୍ଚିନ୍ତରେ ଶୋଇପାରେ? ତେଣୁ କାଳିର ବାହାଘରଟା ଯେତିକି ଚିନ୍ତାର ବିଷୟ ନୁହେଁ, ତାଠାରୁ ଅଧିକ ଚିନ୍ତାର ବିଷୟ ତା ଦେହର କଳା ରଙ୍ଗ ପାଇଁ। କିଏ ବାହା ହେବ ତା ଭଳି ଗୋଟେ କାଳି ଝିଅକୁ? ଆଜିକାଲି ବର କଣା କୁଜା କେମ୍ପା ଯେମିତି ହେଉ ପଛେ କନ୍ୟା ଦରକାର ଶଙ୍ଖ ମଲମଲ ପରି। ତେଣୁ କିଏ କାହିଁକି କାଳିକୁ ବାହା ହେବାକୁ ଯିବ? ସେଇଥିପାଇଁ ବର କନ୍ୟା ଅର୍ଥ ବୁଝି ନଥିବା ବୟସରୁ କାଳି ଶୁଣି ଆସୁଛି ଜେଜେମା ପାଖରୁ କେତେ କଥା। ଆରେ ତୋତେ କିଏ ବାହା ହେବ? ପୋଛି ଆଣିଲେ ପରା ତୋ ଦେହରୁ କଳା ମୋ ହାତକୁ ଚାଲି ଆସିବ। ମୋ ପୁଅର କେତେ ଧନ ଅଛି ଯେ ତୋତେ ଯୌତୁକ ଦେଇ ବିଦା କରିବ। ସବୁଦିନ ବାପ ବେକରେ ଝୁଲି ରହିଥା। ପିଲାଟି ବେଳୁ ଘର ଲୋକଙ୍କ ମୁହଁରୁ ଏମିତି କଥା ସବୁ ଶୁଣି ଶୁଣି କାଳିର ନିଜ ରଙ୍ଗ ପ୍ରତି ଖୁବ୍ ଘୃଣା ଭାବ ଆସିଯାଇଥିଲା। ତାର ନିଜ ଆଖିରେ ସିଏ ନିଜେ ଖୁବ୍ ତଳକୁ ଖସି ଯାଇଥିଲା। ତାର ସବୁ ସୁଗୁଣ ଦକ୍ଷତା ଆଉ ଯୋଗ୍ୟତା ଫିକା ପଡ଼ି ଯାଉଥିଲା ତା କଳା ରଙ୍ଗ ଆଗରେ। ତା ରଙ୍ଗର ବନ୍ଧନକୁ କାଟି ତା ଅନ୍ତରକୁ ଚିହ୍ନିବା ଭଳି ଦକ୍ଷତା ଏ ସମାଜର ବୋଧହୁଏ ନାହିଁ। ନଚେତ୍ ଆଜିର ସମୟରେ ମଧ୍ୟ କାହିଁକି ମଣିଷ ରଙ୍ଗର ମୋହ ପଛରେ ଧାବମାନ ହୁଅନ୍ତା? ସବୁ ବିଜ୍ଞାପନରେ ସୁନ୍ଦରତାକୁ ପ୍ରାଧାନ୍ୟ, ସମସ୍ତଙ୍କୁ ଗୋରା କରିଦେବାର ମିଥ୍ୟା ପ୍ରପଞ୍ଚନ, ପ୍ରତ୍ୟକ୍ଷ ବା ପରୋକ୍ଷରେ ଶାରୀରିକ ସୁନ୍ଦରତା ଯୋଗ୍ୟତାର ପ୍ରମୁଖ ମୂଲ୍ୟାଙ୍କନ। କାହିଁକି ଆଜି ମଧ୍ୟ ବର୍ଣ୍ଣକୁ ନେଇ ଏ ବୈଷମ୍ୟତା? ଯଦି ସଂସାରରେ ଏ କଳା ରଙ୍ଗଟା ହିଁ ନଥାନ୍ତା, ତାହେଲେ ଗୋରା ରଙ୍ଗକୁ କିଏ କାହିଁକି ସୁନ୍ଦର କହନ୍ତା? ତେବେ ଏତେ ସବୁ କଥାରେ କ'ଣ ସମାଜ ବଦଳିଯିବ ନା କାଳିର ବାହାଘର ହୋଇଯିବ? ତେଣୁ କାଳି ନିଜକୁ ନିଜେ ପ୍ରସ୍ତୁତ କରୁଥାଏ ସ୍ୱାବଲମ୍ବୀ ହୋଇ ବାକିତକ ଜୀବନ ଜିଇଯିବ। ହେଲେ କାଳିର ବାପ ମା? ସେମାନେ କ'ଣ ଶାନ୍ତିରେ ରହିପାରିବେ କାଳିକୁ ବିବାହ ନ ଦେଇ? ଦୁନିଆ କ'ଣ କହିବ ସେମାନଙ୍କୁ? ହେଲେ କାଳିର ଭ୍ରୂକ୍ଷେପ ନଥାଏ ଦୁନିଆକୁ। ଦୁନିଆ ତ ତାକୁ ଏଇ କାଳି ନାଁଟା ପୁରସ୍କାର ଦେଇଛି। ଏଇ ବର୍ଷ କାଳିର ଗ୍ରାଜୁଏସନରେ ଶେଷ ବର୍ଷ। ପାଖ ଗାଁ ଗୋଛାୟତ ବାବୁଙ୍କ ଝିଅ ଗୋରୀ କଲେଜରେ କାଳିର ସବୁଠାରୁ ଭଲ ସାଙ୍ଗ। ଗୋରୀ ଦେଖିବାକୁ ଖୁବ୍ ସୁନ୍ଦର ବୋଲି କଲେଜରେ ତାର ଭାରି ଭାଉ। କଲେଜର ଅନେକ ଯୁବକ ଗୋରୀର ରୂପରଙ୍ଗରେ ସମ୍ପୂର୍ଣ୍ଣ ବିମୋହିତ। ତାର ସାହଚର୍ଯ୍ୟ ପାଇବାକୁ କଲେଜରେ ଅନେକ ଯୁବକ ପାଗଳ। ତାଙ୍କ ପାଗଳାମି ଦେଖି ଭାରି ବିରକ୍ତ ହୁଏ କାଳି। ହେଲେ ସେ ବି ତ ଗୋଟେ ଯୁବତୀ। ମନର ଅସୁମାରୀ ସ୍ୱପ୍ନ ହୃଦୟରେ ତରଙ୍ଗାୟିତ ଇଚ୍ଛାକୁ ଯେତେ ମାରିଲେ ବି ମନଟା ଅନେକ ସମୟରେ କେଉଁଠି ନା କେଉଁଠି ଅମାନିଆ ହୋଇଉଠେ। ପୁଣି ପର ମୁହୂର୍ତ୍ତରେ ମନଟା ନିଜକୁ ନିଜେ ପ୍ରଶ୍ନ କରେ, ମୋ ପାଇଁ କିଏ ଅଛି? ମୁଁ ତ କାଳି। ମୋର କୋଉ ସ୍ୱପ୍ନ ଦେଖିବାର ଅଛି ଯେ? କିଏ ଚିହ୍ନିବ ମୋ ଅନ୍ତରକୁ? କିଏ ବୁଝିପାରିବ ମୋ ଭାବନାକୁ? ମୋର ଏଇ କଳା ରଙ୍ଗଟା ହିଁ ବୋଧହୁଏ ମୋ ଚରିତ୍ର ସାର୍ଟିଫିକେଟ୍। ଏମିତି କେତେ କ'ଣ ପ୍ରଶ୍ନ ପଚାରିଯାଏ କାଳି। ହେଲେ ତା ଉତ୍ତରଟା ଖାଲି ତାର ନୀରବତା। ତାର ନୀରବତାଟା ବି ଅନେକ ସମୟରେ ପ୍ରତିବାଦର ରୂପ ନିଏ।
ଯେତେବେଳେ ଗୋରୀ ପ୍ରତି ଛଳନାତ୍ମକ ପ୍ରେମଟା କାମନାର ଲାଳସାରେ ଦୃଷ୍ଟି ନିକ୍ଷେପ କରେ, ଯେତେବେଳେ କାମୁକତା ଭରା ପ୍ରେମର ରକ୍ତାକ୍ତ ପଞ୍ଝାଟା ଗୋରୀ ଆଡ଼କୁ ମାଡ଼ି ଆସି ଝାମ୍ପିବାକୁ ଚେଷ୍ଟା କରେ। ଅନେକ ଥର କାଳି ଗୋରୀକୁ ଚେତାଇ ଦେଇଛି, ସମାଜର ଲକ୍ଷ୍ମଣ ରେଖା ନ ଲଙ୍ଘିବାକୁ, ଚେତାଇ ଦେଇଛି ପ୍ରେମରେ ସହଚର୍ଯ୍ୟର କାମନା କେବେ ପୂର୍ଣ୍ଣତା ନୁହେଁ କି ଆଲିଙ୍ଗନରେ ତୃପ୍ତି କେବେ ପ୍ରେମର ପୂର୍ଣ୍ଣଚ୍ଛେଦ ନୁହେଁ। ପ୍ରେମ ତ ଗୋଟିଏ ସରଳ ରେଖା, ନା ଆଦି ଅଛି ନା ଅଛି ତାର ଅନ୍ତ। ସୃଷ୍ଟିର ସୃଜନରୁ ସୃଷ୍ଟିର ବିନାଶ ପର୍ଯ୍ୟନ୍ତର ବାଟ ଦେଖାଇ ଦେଇଥାଏ ଏ ପ୍ରେମ। ତେଣୁ ଏ ବାଟରେ ସତର୍କତାର ସହ ଚାଲିବାକୁ ଅନେକ ଥର କହିଛି କାଳି ଗୋରୀକୁ। ହେଲେ କାହିଁକି କେଜାଣି ଗୋରୀ ଧୀରେ ଧୀରେ ଅନୁଭବ କଲା, ବୋଧହୁଏ କାଳି ତା ରୂପ ଯୌବନରେ ଈର୍ଷାନ୍ୱିତ। ସାଙ୍ଗ ପ୍ରତି ଏ ଧାରଣା କେବେ ହେଲେ ତା ନିଜର ନଥିଲା, ଥିଲା ତା ଗୌରବର୍ଣ୍ଣା ଅମାନିଆ ଯୌବନର ମତିଭ୍ରମ ମାତ୍ର। ଆଉ ସେଇଥିରୁ ମନରେ ସୃଷ୍ଟି କାମନାର ଜ୍ୱାଳରେ ପ୍ରେମକୁ ଭୋଗ୍ୟା ବୋଲି ବିଚାରି ବସିଲା ଗୋରୀ। ଧୀରେ ଧୀରେ ଦୁଇ ସାଙ୍ଗ ଭିତରେ ଦୂରତା ବଢ଼ିଗଲା। ଯେତେ ଦୂରତା ବଢ଼ି ଚାଲିଲା, ସେତେ ସେତେ ମଳିନ ହୋଇ ଆସିଲା କାଳି ଗୋରୀ ପାଇଁ ଟାଣି ଦେଇଥିବା ସଂସ୍କାରର ଲକ୍ଷ୍ମଣ ରେଖା। ଏହା ଭିତରେ ବେଶ୍ କିଛି ଦିନ ବିତିଯାଏ। ରାସ୍ତାଘାଟ, ସାହି ପଡ଼ିଶା, ଆତ୍ମୀୟ ସ୍ୱଜନ ଯିଏ ଯେଉଁଠି ଦେଖା ହେଲେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ, ଆଲୋ କାଳି, କେବେ ହାତରୁ ଦି ହାତ ହେବୁ? ବିବାହ ବୟସ କ'ଣ ଆଉ ଆସୁଛି? ଆଉ ଉତ୍ତରଟା ବି ସେଇମାନଙ୍କର, ଏ ନିପଟ କାଳିକୁ କିଏ ବାହା ହେବ? ତାଙ୍କ ପ୍ରଶ୍ନ ଆଉ କାନ ଆଢ଼ୁଆଳରୁ ସେମାନଙ୍କର ଉତ୍ତରଟାକୁ ଖୁବ୍ କଷ୍ଟ ଦିଏ କାଳିକୁ। ତାର ଏଇ କଳା ରଙ୍ଗ ପାଇଁ ଏ ସମାଜ ତାକୁ ତାଚ୍ଛଲ୍ୟ କରେ। ନିଜର ଅତି ପ୍ରିୟ ସାଙ୍ଗ ତାକୁ ତା ଆଖିରେ ତଳକୁ ଖସିବାକୁ ବାଧ୍ୟ କରେ। ଆଉ କେତେ ଗର୍ବିତ ହୁଅନ୍ତା କାଳି ନିଜର ଏଇ କଳା ରଙ୍ଗକୁ ନେଇ। ଏତେ ସବୁ ନକାରାତ୍ମକ ଚିନ୍ତା କରି କରି କାଳିର ରଙ୍ଗଟା ଆହୁରି ଗଭୀର ହୋଇ ଉଠିଥାଏ। ସେଦିନ କଲେଜରେ ପହଞ୍ଚୁ ପହଞ୍ଚୁ କଲେଜର ପରିବେଶଟା କାଳିକୁ କାହିଁକି ଅଲଗା ଅଲଗା ଲାଗୁଥାଏ। ସେତିକିବେଳେ ତାର ଅନ୍ୟ ଜଣେ ବାନ୍ଧବୀ ଆସି କହିଲା, ଶୁଣିଲୁଣି ଲୋକେ କ'ଣ କହୁଛନ୍ତି? କାଳି, କ'ଣ? ବାନ୍ଧବୀ, ଜାଣିନୁ କ'ଣ ମ, କଥା ପରା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି, ଦେଖିନୁ କି? ହେଇଟି ଦେଖ। ଏତିକି କହି ସେ କାଳି ନମ୍ବରରେ ଭିଡ଼ିଓଟିଏ ସେୟାର କଲା। ସେ ଭିଡ଼ିଓ କ୍ଲିପ୍ ଦେଖି କାଳି ନିଜକୁ ବିଶ୍ୱାସ କରି ପାରୁନଥାଏ। ଗୋରୀର ନିଜ ପୁରୁଷ ବନ୍ଧୁ ନିଜେ ବିଶ୍ୱାସଘାତକ ସାଜି ଗୋରୀ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ ଆଜି ଦୁନିଆ ଆଗରେ ପ୍ରଦର୍ଶିତ କରିଦେଇଛି, ଯାହାକୁ ଦେଖି କାଳି ମନରେ ଘୃଣା ଖେଳିଗଲା ଗୋରୀ ପ୍ରତି। ତାକୁ ଲାଗୁଥିଲା ସତେ ଯେପରି ଗୋରୀର ଗୋରା ରଙ୍ଗରେ ଆଜି କଳଙ୍କର ଅଲିଭା କାଳିମା ଗୋରୀକୁ ତାଠାରୁ ଅଧିକ କୃଷ୍ଣକାୟ ସଜାଇ ଦେଇଛି। କାଳି ଅନୁଭବ କରିପାରୁଥିଲା ତା ଚାରିପାଖରେ ପରିବେଶରେ ଖେଳି ଯାଇଛି ଗୋରୀ ପ୍ରତି ଘୃଣାର ଭାବ। ସମସ୍ତଙ୍କ ମୁହଁରେ ଗୋରୀ ପାଇଁ ଗୋଟିଏ ହିଁ ପୁରସ୍କାର। ଛି, ସମସ୍ତେ କହୁଥାନ୍ତି କାଳିଟା ଦେଖିବାକୁ ସିନା କଳା, ହେଲେ ତା ଚରିତ୍ର ନିଷ୍କଳଙ୍କ। ଆଜି କାଳିକୁ କାହିଁକି କେଜାଣି ତା ନିଜ ଦେହର କଳା ରଙ୍ଗଟା ଖୁବ୍ ସୁନ୍ଦର ଦିଶୁଛି। କାହିଁକି ସୁନ୍ଦର ନ ଦିଶିବ? କଳଙ୍କର କାଳିମା ପାଖରୁ ତା ଦେହର ରଙ୍ଗଟା ପରା ଖୁବ୍ ଗୋରା। ଆଜି ସମାଜକୁ କାଳିର ବର୍ଣ୍ଣ ନୁହେଁ, ତାର ସ୍ୱଚ୍ଛ ଚରିତ୍ରଟା ଜଳ ଜଳ କରି ଦିଶୁଛି। ଯେଉଁ ସମାଜ କାଲି ତାକୁ ତାଚ୍ଛଲ୍ୟ କରୁଥିଲା, ସେଇ ସମାଜ ଆଜି ତା ଚରିତ୍ରର ମହିମା ମଣ୍ଡନ କରୁଛି। ଆଜି ଘରେ ପହଞ୍ଚୁ ପହଞ୍ଚୁ କାଳିର ମା ତାକୁ କହୁଥାନ୍ତି, ଶୁଣିଲୁଣି ଗୋରୀ କଥା? ବହୁତ କହୁଥିଲେ ମୋ ଝିଅକୁ କଳା ବୋଲି, ହେଲେ ଆଜି ଦେଖ ମୋ ଝିଅର ଚରିତ୍ର ଆଗରେ ସେ ଗୋରୀ କିଏ କି? ମାଙ୍କର କଥା ଶୁଣି କାଳି ମୁହଁରେ ନା ଥିଲା କୌଣସି ପ୍ରତିକ୍ରିୟା, ନା ଥିଲା କୌଣସି ଶବ୍ଦର ଉପସ୍ଥିତି। ମୁହଁରେ ଖେଳୁଥିଲା ତ ବାସ୍ ସେଇ ମୋନାଲିସାର ହସ। ସେ ହସ ଏଇ ଅସହାୟ ସମାଜକୁ କଟାକ୍ଷ, ନା ପୀଡ଼ିତାକୁ ସାନ୍ତ୍ୱନା, ନା ଆତ୍ମସନ୍ତୋଷର, ତାହା ଏପର୍ଯ୍ୟନ୍ତ ମୋ ପାଇଁ ଅବୁଝା ବିଷୟ ବସ୍ତୁଟିଏ। ତେବେ ଶ୍ରୋତାବନ୍ଧୁ, ଯଦି ମୋ ଗପଟି ଭଲ ଲାଗିଥାଏ, ତେବେ ଗପଟିକୁ ଲାଇକ୍ ଆଉ ସେୟାର କରିଦେବେ। କମେଣ୍ଟ ବକ୍ସରେ କମେଣ୍ଟ ନିଶ୍ଚୟ ଦେବେ। ଯଦି ମୋ ଚ୍ୟାନେଲରେ ନୂଆ ଥିବେ,
ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନକୁ ଦବାଇଦେବେ, ଯାହାଦ୍ୱାରା ମୁଁ ଅପଲୋଡ଼ କରୁଥିବା ଭିଡ଼ିଓର ନୋଟିଫିକେସନ୍ ପ୍ରଥମେ ଆପଣ ପାଇପାରିବେ। ରହିଲି, ନମସ୍କାର।